बर पीत बसन बनमाडी केळी चढणमणी कुंडल मांडित केळी चढणमणी कुंडल मांडित दंडयुग स्मित साडी हरिरिहमुख बधूनि करे बिलसति बिलसिनी केळी परी बिलसति बिलसिनी केळी परी गोपाल को भोग लगे पहड़ टी पकईदेवी घरे घरे तेणे केते काम अच्छे। जय गोपाल जय गोपाल जय गोपाल।
ନା କିଛି ଫରକ ହେବନି ପଚାର। ଗୋପାଳ ତ ଗୋପାଳ ହଁ ସାକ୍ଷୀ ଗୋପାଳ ନାଁଟା କାହିଁକି ଏବେ ଏବେ ମଞ୍ଜି କଥାଟା ପଚାରିଛି ଆଉ। ଗୋପାଳ ତ ଗୋପାଳ, ସାକ୍ଷୀ ଗୋପାଳର ନାମରେ କାହିଁକି ନାମିତ କରାଯାଇଛି? ତ ପ୍ରଶ୍ନରେ ମୁଁ ଉତ୍ତର ଦେବି, ଦକ୍ଷିଣାଟେ ଦେବୁ ବ। ଅନେକ ଦିନ ତଳର କଥା, ସାନ ବିପ୍ର ବୁଧ ବିପ୍ର ଯାଇଥିଲେ ବୃନ୍ଦାବନ ଗୋପାଳ ଦର୍ଶନ କରିବା ପାଇଁ। ତାପରେ କେତେ ସମୟ ଆଉ ଅପେକ୍ଷା କରିବି? ଏପର୍ଯ୍ୟନ୍ତ ସାନ ବିପ୍ର ଆସିଲେନି। ତେବେ ତେବେ ବାଟରେ କିଛି କ'ଣ ଅସୁବିଧା ହେଲାନି? ହଉ, ଯେତେବେଳେ ଆସୁଛନ୍ତି ଆସନ୍ତୁ, ମୁଁ ଏଇଠି ଟିକେ ବିଶ୍ରାମ କରେ। ଏଇଠି ଟିକେ ମୁଁ ବିଶ୍ରାମ प्रणाम गोसाई। ଯିବି। ହଉ ବାବା, ଯିବି ହଉ। ଆରେ ଉଠ। ତମର ଆସିବାର ଏତେ ବିଳମ୍ବ ହେଲା କାହିଁକି? ତେବେ ବାଟରେ କିଛି କ'ଣ ଅସୁବିଧା ହେଲା? ନା ନା ଗୋସାଇ, ଆପଣଙ୍କୁ ବୃନ୍ଦାବନ ଯିବା ପାଇଁ କଥା ଦେଇ ଯେତେବେଳେ ସେଥିରେ ଅସୁବିଧା କ'ଣ? ତେବେ ଚାଲ ବାବା, ବୃନ୍ଦାବନ ଯାଇ ଗୋପାଳଙ୍କୁ ଦର୍ଶନ ପରେ ମୋ ମନର ତୃଷ୍ଣା ମେଣ୍ଟିବ। ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦ, ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦ। ଜୟ ଗୋପାଳ। ফুলেন নিকুঞ্জ কানন কদম্ব বন গোপাଳଙ୍କର ଲୀଳା। ଏହି ଧାମରେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଏକମାତ୍ର ପୁରୁଷ, ଆଉ ସବୁ ପ୍ରକୃତି। ବୁଝିଲ ବାବା, ଯମୁନା ତୀରରେ ଶ୍ରୀକୃଷ୍ଣ ଖେଳୁଥିଲେ ଗୋପ ବାଳକମାନଙ୍କ ସହିତ। ହାତରେ ଟେକି ଧରି ଦୀର୍ଘ 7 ଦିନ ବ୍ୟାପୀ ବ୍ରଜବାସୀମାନଙ୍କୁ ଆଶ୍ରୟ ଦେଇଥିଲେ। ଦେବରାଜ ଇନ୍ଦ୍ରଙ୍କ ମହାତପରୁ ରକ୍ଷା କରିଥିଲେ। ପୂର୍ବ ସେ ଲୀଳା ବିଳାସ, ପୂର୍ବ ସେ ଲୀଳା ବିଳାସ। ଜୟ ଗଜେନ୍ଦ୍ର ନନ୍ଦନ,
ବାବା କାଲି ପ୍ରଭାତରେ କେଶୀ ଘାଟରେ ସ୍ନାନ କରି ଗୋପାଳଙ୍କୁ ଦର୍ଶନ ପରେ ମୋ ମନର ତୃଷ୍ଣା ମେଣ୍ଟିବ। ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦ, ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦ, ଜୟ ଗୋପାଳ। ଜୟ ବ୍ରଜେନ୍ଦ୍ର ନନ୍ଦ। ଗୋପାଳ ଗୋପାଳ କି ସୁନ୍ଦର, ଶିରରେ ମଣିମୟ ମୁକୁଟ ସହ ମୟୂରର ପୁଚ୍ଛ, କର୍ଣ୍ଣରେ ମକର କୁଣ୍ଡଳ, କପାଳରେ ତିଳକ। ଦେଖ ଦେଖ ବଶ୍ୟ ସେଇ ମୋହନ ମୂରତି, ସଭାମୟ ଚକିତ ନୟନ। কি অপূর্ব সে রূপ লাবণ্য, হে মনমোহন মুরলী ধারী নন্দ নন্দন গোবিন্দ, ତୁମର ସେଇ ଚିର ସୁଶୀତଳ ଚିର ଶାନ୍ତିପ୍ରଦ ଅଭୟ ଚରଣରେ ମୋତେ ଟିକେ ଆଶ୍ରୟ ଦିଅ ପ୍ରଭୁ, ମୋତେ ଟିକେ ଆଶ୍ରୟ। ଏ ବିଷମ ସଂସାର ନାଗ ପାଶରୁ ମୋତେ ମୁକ୍ତି ଦିଅ ପ୍ରଭୁ, ମୁକ୍ତି ଦିଅ ପ୍ରଭୁ। ପ୍ରଭୁ ହେ ପତିତ ପାବନ, ତୁମର ସେବା ପୂଜା କରିବାର ଯୋଗ୍ୟତା ମୋର ନାହିଁ ପ୍ରଭୁ। हे अभाजन प्रति कृपा कर कृपामय, हे मोर मुखरे कृपार बारी झरई दियो प्रभु। तप्त प्राण मोर शीतल हेउ, हे शुष्क निराश हृदय भक्ति मंदाकिनी प्रवाहित हो प्रभु, भक्ति मंदाकिनी प्रवाहित हो। हे प्रभु, हे गोपाल, तमर এই কমনীয় রূপ মাধুরীর দর্শନରେ পিণ্ডରୁ ପ୍ରାଣ ଚାଲି ଯାଉ ପ୍ରଭୁ, ପିଣ୍ଡରୁ ପ୍ରାଣ ଚାଲି ଯାଉ।
ଜଳ ନିଜ ଭକ୍ତରେ ନୀଳା ପବିତ୍ର ଶରୀରରେ କରିଲେ ସିଂହାସନ ପବିତ୍ର ଶରୀରରେ କରିଲେ ସିଂହାସନ ପିନ୍ଧାଇ ଶୁଖିଲା ବସ୍ତ୍ର ଦୀର୍ଘ ତିଳକ ଗୋପାଳକ ସଦି ମାଳା ଦେଇ ଭୂମିକ ଗୋପାଳକ ସଦି ମାଳା ଦେଇ ଶରଣାମୃତ ଧବିତା ତୁଣ୍ଡେ ଗୋବିନ୍ଦ सेवा जत्न करिछ जहा फଳରେ ମୁଁ ଆଜି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛି। ନାନା ଗୋସାଇଁ ସବୁ ସେଇ ଗୋପାଳଙ୍କ କରୁଣା। ଆପଣ ଅସୁସ୍ଥ ଥିବା ସମୟରେ ମୁଁ ଯେ କେବଳ ଗୋପାଳଙ୍କ ଚରଣାମୃତ ତାଙ୍କ ନିର୍ମାଲ୍ୟ ତୁଳସୀ ଆଉ ତାଙ୍କ ପ୍ରସାଦ ଆଣି ଦେଇଛି। ଆଉ କିଛି କରିନି ଗୋସାଇଁ, ମୁଁ ଆଉ କିଛି କରିନି। ହଉ ବାବା, ସବୁ ସେଇ ଗୋପାଳଙ୍କର କରୁଣା। ହେଲେ ତମେ ଯେଉଁଭଳି ଭାବରେ ମୋର ସେବା ଯତ୍ନ କରିଛ, ମୋର ଜନ୍ମିତ ସନ୍ତାନ ମାନେ ମଧ୍ୟ ସେଭଳି କେବେ କରିନାହାନ୍ତି। ମୋର ଜନ୍ମିତ ସନ୍ତାନ ମାନେ ମଧ୍ୟ ସେଭଳି କେବେ କରିନାହାନ୍ତି। ଥାଉ ଥାଉ ଗୋସାଇଁ, ଆପଣ ଏମିତି ମୋ ପ୍ରଶଂସା କରି ମୋତେ ଲଜ୍ଜା ଦିଅନ୍ତୁନି। ବରଂ ଆପଣ ସେବା ଦାନ କରି ମୋତେ ଧନ୍ୟ କରି ଦେଇଛନ୍ତି। ମୁଁ ଜାଣେ ତମେ ମହାନୁଭବ। ତମର ଏଇ ସେବାର ପ୍ରତିଦାନରେ ମୁଁ ବା ତମକୁ କଣ ଦେଇପାରିବି? ତେବେ ମୁଁ ଭାବୁଛି ମୁଁ ମୋର ଏକମାତ୍ର କନ୍ୟାକୁ ତମକୁ ଦାନ କରିବି। ମୋର ଏକାନ୍ତ ଇଚ୍ଛା ତମେ ମୋ କନ୍ୟାର ପାଣି ଗ୍ରହଣ କର। ତମକୁ ଜାମାତା ରୂପରେ ପାଇଲି ମୁଁ ଖୁସି ହେବି ବସ୍ୟ, ମୁଁ ଖୁସି ହେବି। କ୍ଷମା କରିବେ ଗୋସାଇଁ, ମୁଁ ସେମିତି କୌଣସି ପ୍ରତିଦାନ ଲୋଭରେ ଆପଣଙ୍କ ସେବା କରିନି। ବସ୍ୟ, ବରଂ ଆପଣଙ୍କ ଭଳି ଜଣେ ଭକ୍ତର ସେବା କରିବାର ମୁଁ ସୌଭାଗ୍ୟ ପ୍ରାପ୍ତ ହୋଇଛି। ଆଉ ଆପଣ ଯୋଉ କହିଲେ ଆପଣଙ୍କ କନ୍ୟାର ପାଣି ଗ୍ରହଣ କରିବା କଥା, ସେଥିପାଇଁ ମୁଁ ମୋ ନିଜକୁ ଯୋଗ୍ୟ ମନେ କରୁନି ଗୋସାଇଁ। ବସ୍ୟ, ଆପଣ ହେଉଛନ୍ତି କୁଳୀନ, ଧନୀ, ବିଦ୍ୱାନ, ଗୁଣୀ, ଆଉ ମୋ ପାଖରେ ଏସବୁ କିଛି ବି ନାହିଁ। ଆପଣଙ୍କ କନ୍ୟାର ପାଣି ଗ୍ରହଣ କରିବା ପାଇଁ ମୁଁ ଯୋଗ୍ୟ ପାତ୍ର ନୁହଁ ଗୋସାଇଁ, ମୁଁ ଯୋଗ୍ୟ ପାତ୍ର ନୁହଁ। ବସ୍ୟ, ପାର୍ଥିବ ଧନ ସମ୍ପଦ ବ୍ରାହ୍ମଣର ଭୂଷଣ ନୁହେଁ। ବିଦ୍ୟା ବିନୟ ହେଉଛି ବ୍ରାହ୍ମଣର ପ୍ରକୃତ ଭୂଷଣ। ସେଇ ଗୁଣରେ ଗୁଣୀ ତମେ, ଆଉ ସେଇ ଧନରେ ଧନୀ ତମେ। ଯୋଗ୍ୟତା ବିଚାରରେ ତମେ ହିଁ ହେଉଛ ପ୍ରକୃତ ବ୍ରାହ୍ମଣ। ତେଣୁ ତମେ ମୋ କନ୍ୟାର ପାଣି ଗ୍ରହଣ କରିବାକୁ ଅଙ୍ଗୀକାର କର ବସ୍ୟ, ଅଙ୍ଗୀକାର କର। ହେଲେ ଗୋସାଇଁ, କଣ ଏ ପ୍ରସ୍ତାବକୁ ଆପଣ
ଆପଣଙ୍କ ପତ୍ନୀ ପୁତ୍ର ଆତ୍ମୀୟ ସ୍ୱଜନ ସ୍ୱୀକାର କରିବେ? ଆରେ ନା ନା, ତମର ସନ୍ଦେହ ଭିତ୍ତିହୀନ। ମୋର ପତ୍ନୀ ପୁତ୍ର ଆତ୍ମୀୟ ସ୍ୱଜନ ସେମିତି ନୁହନ୍ତି। ତମେ ନିଃସନ୍ଦେହରେ ସମ୍ମତ ହୁଅ ମୋ କନ୍ୟାକୁ ଧର୍ମପତ୍ନୀ ରୂପେ ଗ୍ରହଣ କରିବାକୁ। ଆସ ଗୋସାଇଁ ଆସ ବତ୍ସ, ଆଜି ଆମେ ସେଇ ଗୋପାଳଙ୍କ ନିକଟରେ ଶପଥ କରିବା। ଆସ ଆସ ବତ୍ସ, ଆଜି ଆମେ ସେଇ ଗୋପାଳଙ୍କ ନିକଟରେ ଶପଥ କରିବା। ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦନ, ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦନ। ଜୟ ଗୋପାଳ। ହେ ନନ୍ଦ ଦୁଲାର, ଗିରିଧର ନାଗର ଗୋପାଳ, ତମକୁ ଅଗୋଚର ବୋଲି କିଛି ନାହିଁ ପ୍ରଭୁ, କିଛି ନାହିଁ। এই ব্রাহ্মণ যুবকর সেবারে সন্তুষ্ট হয়ে মু মোর একমাত্র কন্যাকে বিবাহ দেবাকু মনস্থ করেছি। যেতে বাধা বিঘ্ন আসলে মধ্য আদৌ সত্যভ্রষ্ট হেবি না। ঘরকু যাই এ বিবাহর আয়োজন করিবি। তবে মতে সহায় হুও গোপাল, তবে মতে সহায় হুও গোপাল, সহায় হুও। ଏ ଠାକୁରେ, ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ବି ସବୁ ହେଉଛି ସବୁ ଆପଣଙ୍କ ଇଚ୍ଛା, ସବୁ ଆପଣଙ୍କ ମହିମା, ଆପଣଙ୍କ ଦିବ୍ୟ ଲୀଳାକୁ କିଏ ବୁଝିପାରିବ ପ୍ରଭୁ? ଯଦିଓ ଏ ବୃଦ୍ଧ ବ୍ରାହ୍ମଣଙ୍କ ପ୍ରସ୍ତାବରେ ମୁଁ ଆଗ୍ରହୀ ନୁହଁ, ତଥାପି ଆପଣଙ୍କ ଏ ଶୁଦ୍ଧ ଭକ୍ତ ଏ ବ୍ରାହ୍ମଣଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କ କନ୍ୟାର ପାଣି ଗ୍ରହଣ କରିବାକୁ ମୁଁ କଥା ଦେଉଛି ଗୋପାଳ। ଆଉ ଏଇ କଥାରେ ତମେ ହିଁ ସାକ୍ଷୀ ରହିଲ ଗୋପାଳ। ଏଇ କଥାରେ ତମେ ହିଁ ସାକ୍ଷୀ ଗୋପାଳ, এই কথারে তমে ହିଁ ସାକ୍ଷୀ। କଣ ଭାବୁଛ ଭଗବାନ ମିଶ୍ର? ତୁମେ ଯେ ଗୋପାଳଙ୍କ ନିକଟରେ କନ୍ୟାଦାନ କରିବା ପାଇଁ ଶପଥ କରିଛ? ମୋର ପତ୍ନୀ ପୁତ୍ର ଆତ୍ମୀୟ ସ୍ୱଜନ ସମସ୍ତେ ମୋର ବିରୋଧ, ସମସ୍ତେ ମୋର ବିରୋଧ କରୁଛନ୍ତି। ତା ବୋଲି ତୁମେ ସତ୍ୟଭ୍ରଷ୍ଟ ହେବ? ଯେଉଁ ଗୋପାଳଙ୍କର ପୂଜ୍ୟ ସାଧକ ତୁମେ, ସେହି ପୂଜ୍ୟ ପୂଜାର ବ୍ୟତିକ୍ରମ ଘଟାଇ ତୁମେ କି ଆନନ୍ଦ ପାଇବ ଭଗବାନ ମିଶ୍ର? ଭଲ ଭାବରେ ଥରେ ଚିନ୍ତା କରି ଦେଖ ଭଗବାନ ମିଶ୍ର। ଗୋପାଳଙ୍କ ନିକଟରେ ତୁମେ ସତ୍ୟଭ୍ରଷ୍ଟ ହେବ, ଧର୍ମଦ୍ରୋହୀ ହୋଇ ତୁମେ କୁମ୍ଭୀପାକ ନରକରେ ପଡ଼ିବ ଭଗବାନ ମିଶ୍ର। ତୁମେ କୁମ୍ଭୀପାକ ନରକରେ ପଡ଼ିବ। ମୁଁ ସତ୍ୟଭ୍ରଷ୍ଟ ହୋଇପାରିବି, ମୁଁ ପ୍ରଭୁଦ୍ରୋହୀ ହୋଇପାରିବିନି, ପ୍ରଭୁଦ୍ରୋହୀ ମୁଁ ଧର୍ମଦ୍ରୋହୀ ହୋଇପାରିବି, ଧର୍ମଦ୍ରୋହୀ ହୋଇପାରିବି। ଗୋପାଳଙ୍କ ନିକଟରେ କଥା ଦେଇଛ, ଏ ବିଭାଗର ନିଶ୍ଚିତ ହବ। ଏ ବିଭାଗର ନିଶ୍ଚିତ ହବ। ତମେ କଣ କହୁଛ ବାପା? ସେ ଏକ ନିଚକୁଳ ବ୍ରାହ୍ମଣ, ତା ସହିତ ବନ୍ଧୁବାଦୀ ଆମର ଉଚିତ ହେବ ନାହିଁ। ତାର ଅଛି କଣ? ନା ଅଛି ସମ୍ପତ୍ତି ବାଡ଼ି, ନା ଅଛି କୁଳମର୍ଯ୍ୟାଦା। ସେ ନଥାଉରେ ପୁଲକ କିଛି ନଥାଉ। ସେଦିନ ଗୋପାଳଙ୍କ ନିକଟରେ କଥା ଦେଇଛି ମାନେ ବିଭାଗର ସେଇଦିନ ସରିଯାଇଛି ପୁଲକ। ଖାଲି ଝିଅକୁ ନେବାଟା ବାକି ଅଛି ପୁଲକ, ଝିଅକୁ ନେବାଟା ଝିଅକୁ ଅବାଇ ଆସିବ। ହେଲେ ମୁଁ କହି ରଖୁଛି ବାବା, ସେ ଯଦି ଏ ଘର ଦୁଆର ମୁହଁରେ ପାଦ ଦିଏ, ଶିଶୁ ପାଦ ହେଇ ବାହୁଡ଼ିଯିବ। ତାମାନେ ତମେ ମାନେ କଣ ଚାହୁଁଛ? ମୁଁ ସତ୍ୟଭ୍ରଷ୍ଟ ହୋଇ
ଗୋପାଳଙ୍କ ନିକଟରେ କଥା ଦେଇଛି ମାନେ ଏ ବିଭାଗର ନିଶ୍ଚିତ ହବ। ହଁ ଏ ବିଭାଗର ନିଶ୍ଚିତ। ହେଇପାରିବ ନାହିଁ। ବାହାଘର ଗୋଟେ କଣ୍ଢେଇ ଖେଳ ନୁହେଁ ଯେ ଆପଣ ଯାହା ହାତ ନାହିଁ ତା ହାତରେ ଝିଅକୁ ତୁଳି ଦେବେ। ତୁ ଚୁପ୍ କର ପୁଲକ, ତୁ ଚୁପ୍ କର। ଏଇଟା ମୋ ମୁହଁର କଥା ନୁହେଁ ବାପା। ଏଇଟା ହଉଛି ଗାଁ ଲୋକଙ୍କର ନିଷ୍ପତ୍ତି। ଆଉ ତାଙ୍କ ନିଷ୍ପତ୍ତି ଯଦି ନ ମାନି ଆମେ ଝିଅକୁ ତା ସହିତ ବିବାହ ଦେବା ତାହେଲେ ସେମାନେ ଆମକୁ ସମାଜରୁ ବାଛନ୍ଦ କରିବେ ବାପା। ଏକ ଭରିକିଆ କରିକି ରଖିବେ। ଆଉ ସେତେବେଳକୁ ଯେ ଆମର ଅବସ୍ଥା କଣ ହେବ ଏବେ ବି ସମୟ ଅଛି ବାପା। ଆପଣ ଟିକେ ଚିନ୍ତା କରି ଦେଖନ୍ତୁ। ବିଷମ ପରୀକ୍ଷାରେ ମତେ ପକାଇଲ ପ୍ରଭୁ। ବିଷମ ପରୀକ୍ଷାରେ ମତେ ପକାଇଲ। ତମେ ପରା ଅନ୍ତର୍ଯାମୀ। ତମେ କଣ ମୋ ମନର ବେଦନା ବୁଝିପାରୁନା? ଏତେ ବଡ ଦୁର୍ଦିନରେ ତମ ଜରା ମୋର କେହି ନାହିଁ। ମୁଁ ଆଜି ବଡ ଅସହାୟ ଗୋପାଳ। ତମେ ମତେ ସହାୟ ଗୋପାଳ। ତମେ ମତେ ସହାୟ। ତୁମେ ଥରେ ଭାବି ଦେଖ ବାପା। କନ୍ୟାଦାନ କରି ତୁମେ ସତ୍ୟ ରକ୍ଷା କରିବ। ତା ସହିତ ସମସ୍ତ ଆତ୍ମୀୟ ସ୍ୱଜନକୁ ତ୍ୟାଗ କରିବା ପାଇଁ ପଡିବ ବାପା। ଏ ଦୁନିଆ ହସିବ ବାପା। ଏ ଦୁନିଆ ହସିବ। ଗୋଟେ ନିଚ ଦରିଦ୍ର କୁଳର ବ୍ରାହ୍ମଣ ସନ୍ତାନଙ୍କ ସହିତ ବିବାହ କଲେ ଏ ଲୋକମାନେ ନିନ୍ଦା କରିବେ ବାପା। ଏବେ ବି ସମୟ ଅଛି ବାପା। ମୁଁ ତୁମ ପାଦ ଧରୁଛି ବାପା। ଏ ସଂକଳ୍ପ ତ୍ୟାଗ କର ବାପା। ଏ ସଂକଳ୍ପ ତ୍ୟାଗ କର। ଆରେ ପୁଲକ, ତା କେମିତି ହବ ରେ ପୁଲକ? ତା କେମିତି ହବ? ମୁଁ ସେ ଗୋପାଳଙ୍କ ନିକଟରେ କଥା ଦେଇଛି। ଆଉ ସେ ବି ଶପଥ କରିଛି। ଏଭଳି କ୍ଷେତ୍ରରେ ମୁଁ କଣ କରିବି? ମୋର କିଛି ବୁଝିବାଟ ଦେଖାଯାଉନି। ମତେ କିଛି ବୁଝିବାଟ ଦେଖାଯାଉନି। ବାପା ସେ ଯଦି ଆପଣଙ୍କୁ ପଚାରେ ନରମ ଗୁଞ୍ଜର ଛୋଟମା ହତ ଆପଣ ଏତିକି କହିବେ ଯେ ସେତେବେଳକୁ ମୋ ଦେହ ଅସୁସ୍ଥ ଥିଲା। ମୁଁ କଣ କହିଛି କଣ ନ କହିଛି ମୋର କିଛି ମନେ ପଡୁନାହିଁ। ବାସ୍ ତାପରେ ଯାହା ହବ ମୁଁ ବୁଝିବି। ଆପଣଙ୍କ ଶରୀର ଅସୁସ୍ଥ ଅଛି ବାପା। ଆପଣ ଟିକେ ବିଶ୍ରାମ ନିଅନ୍ତୁ। ମୁଁ ଆସୁଛି ବାପା। ଯେମିତି ମୁଁ ମୋର କର୍ତ୍ତବ୍ୟ ବୋଧ ପାଖରୁ ଅନେକ ଦୂରକୁ ଚାଲି ଯାଇଛି। ଅନେକ ଦୂରକୁ। ତମେ ମତେ ସହାୟ ଗୋପାଳ। ତମେ ମତେ ସହାୟ। ଏ ବିବାହ କାର୍ଯ୍ୟ ଯଥାଶୀଘ୍ର ସମ୍ପ୍ରଦାନ କର ଗୋପାଳ। ଯଥାଶୀଘ୍ର ସମ୍ପ୍ରଦାନ। ପ୍ରଣାମ ଗୋସାଇଁ। କୁଆଡ଼େ ଆସିଲ? ଏଠାରେ ତୁମର କାମ କଣ? ଆପଣଙ୍କ
ପିତା ମତେ କନ୍ୟାଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେଥିପାଇଁ ମୁଁ ଏଠାକୁ ଆସିଛି କଣ ହେଲା ନା ନାଇଁ କଣ ହେଲା ମୋ ଭଉଣୀକି ବିବାହ କରିବ ତୁମେ ଚେହେରାକୁ ଆଇନାରେ ଦେଖିଛ ବାମନ ହେଇ ଆକାଶର ଚାନ୍ଦ ଧରିବା ପାଇଁ ଚେଷ୍ଟା ଆପଣ ଏ କଣ କହୁଛନ୍ତି କଣ କହୁଛି ଏଇ ବାହାରୁ ବାହାରୁ सेवार प्रतिदान मु पाईगली किंतु गोटे कथा कही रखुची से विरुद्ध परमेश्वर को निकट में गुहारी करे निकटरे करिथिबा शपथ धर्म संकटरे तमे ही सहाय हो गोपाल तमे ही सहाय हो गोपाल तमे गालो ना टमाटर भी कहीं गोटे दांत हार देखो जा ये तुम्हें गुटका खोई खाऊ कि रे तुम दांत जमी आंध्रा कोईला भाया देखा जाऊँ मो दांत देखिल कई जीवन समस्ते खाई पीकी जीव ये बाहागर पर बजी दिए मु आगुआ जी है लकी लकीलो हे लकी देखी मुंडीटा जिते डाकिले शुणी ये खाली अनै थो मोरी कंठ तू मत भल पाऊ ना मो कंठ को भल पाऊ एमती मो कंठ को तो भल पाऊ पाऊ पहाड़ भाया आईगले आओ बोली दवा दीपद आसवा बोला नाक फोड़ी बोली ना मोटी मोहर अति सुंदर सरल
କଥା ଭାବି ଭାବି ଏକ ଯାଇଥିଲି କାନରୁ ପଇତା ଖୋଲି ଓକେ ସେ କ'ଣ ଆସିବ କି ଆସିବନି କୁଆଡ଼େ ଗଲା ବେଶୀ ମୁଁ ଦେଖୁଛି ତମେ ସବୁବେଳେ କ'ଣ ହସୁଛ ତମେ ଚିହ୍ନି ପାରୁନ ନା କ'ଣ ରଖିଲ ଆଜ୍ଞା ଦଣ୍ଡବତ ଆଜ୍ଞା ମକଦମେ ଦଣ୍ଡବତ ଦଣ୍ଡବତ ହଉ ହେଲା କିଏ ଦାସେ ଆଜ୍ଞା କିଏ ଆଜିକାଲି ତୁମର ଆଉ କ'ଣ ଦେଖା ଦର୍ଶନ ମିଳୁନି ହଁ ମୁଣ୍ଡକୁ ହାତ ପାଇଗଲା ତ ଆମ ପାଖକୁ ଆଉ କାହିଁକି ଆସିବ ହଉ ଆଜି ଯେତେବେଳେ ଆସିଛ କ'ଣ ଘଟଣା ଦୁର୍ଘଟଣା ଘଟିଛି ହେ ଯଥାଶୀଘ୍ର ପ୍ରକାଶ କର କିଏ ଦାସେ ମୁଁ ତୁମକୁ କ'ଣ ପଚାରିଲି ଏମିତି ହାଣ୍ଡା କରି କ'ଣ ଛିଡ଼ା ହେଇଛ କେମିତି ବିଷଣ୍ଣ ଜଣା ପଡୁଛ କ'ଣ ହେଉଛି କି ତୁମର ମକଦମେ ହଁ କ'ଣ ଆଉ ହବ ଯାହାକୁ ଆଶ୍ରୟ କରି ଜୀବନ ରଖିଥିଲେ ହଁ ସିଏ ମୋର ନାହିଁ ଆଉ ସିଏ ତୁମର ନାହିଁ ନା ଅନେକ ମିତ୍ର ହଁ ଭାବିଲି ମଲାପୁର ଅତୀତ ଆପଣଙ୍କ ଭଳି ଦୟାବନ୍ତ ଆମ ସୁଧ ବ୍ରାହ୍ମଣ ସମାଜର ଚଣ୍ଡେଶ୍ୱର ନାଇଁ 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 ଆଜ୍ଞା ଭୁଲ ହେଇଗଲା ମୌଡ଼ମଣି ସାତକୋଡ଼ି ମକଦମକୁ ଥରୁଟିଏ ଦେଖି ଠିଅରି ତାଙ୍କ ପାଦ ସେବା କରି ଯଦି ପ୍ରାଣ ବିସର୍ଜନ କରି ତେବେ ଆର ଜନ୍ମରେ ଦୁଃଖ ସହିବାକୁ ପଡ଼ିବନି କିଏ କ'ଣ କହିଲ ଦୁଃଖ କିଏ କ'ଣ କହିଲ ନାକ ପଡ଼ି ତୁମର ପୁଣି ଦୁଃଖ ଆଉ ପୁଣି ସୁଖ ତୁମର ପୁଣି ଦୁଃଖ ବୁଝିଲ ନଟନାଗର ନାକ ପଡ଼ି ଆଜ୍ଞା ଆମ୍ଭେ ହେଉଛୁ ଏ ବ୍ରାହ୍ମଣ ସମାଜର ରକ୍ଷାକର୍ତ୍ତା ହର୍ତ୍ତା କର୍ତ୍ତା ଆଉ ତମେ କହୁଛ ଆମର ଅତ୍ୟନ୍ତ ପ୍ରିୟ ତୁମ କହିଲେ ଚଳେ ଆଉ ଆମ୍ଭେ ଥାଉ ତୁମର ପୁଣି ଦୁଃଖ ବୁଝିଲ ନଟନାଗର ନାକ ପଡ଼ି ଆଜ୍ଞା ତମେ ଖାଲି ସେ ଦୁଃଖର କାରଣଟା ନିଃସନ୍ଦେହରେ ପ୍ରକାଶ କର କଥା କରିକି ମକଦମେ ହଉ କୁହ ଯଦି ମୁଣ୍ଡ ରଖିବି ତୁଣ୍ଡ ଖୋଲିବି ଆରେ ମୁଁ କହୁଛି ପରା କୁହ ନହେଲେ ସତ କଥା କହୁଛି ଆପଣଙ୍କ ନାଁରେ ଗୋଟେ ବଡ ହରିବୋଲ ଦେଇ ତାকে ସିଧା ଆତ୍ମହତ୍ୟା କରିବି କେହି ମତେ ପଛରୁ ଡାକିବନି ଚାଲିଲି ମୁଁ ଜାଣିଛି ମକଦମେ ଡାକିଲି ମୁଁ କହିଥିଲି ପରା ଆମ କୁଟୁମ୍ବ ବୁଝିଲେ ଦାସେ ଆଜ୍ଞା ମୁଁ ପ୍ରତିଶ୍ରୁତି ଦଉଛି ଦରକାର ପଡ଼ିଲେ ତୁମ ପାଇଁ ମୋ ଜୀବନଟା ବି ଦେଇଦେବି କ'ଣ ଘଟଣା ଦୁର୍ଘଟଣା ହେଇଛି ତୁମେ କହିଲେ ସିନା ମୁଁ ଜାଣିବି କ'ଣ ହେଇଛି ଦୁଃଖଟା କହିଲ ଆଜ୍ଞା ଆମ ଗାଁ ଭୋଗିଆ ବୁଢ଼ା ଆମ ଗାଁ ଓ ଭଗବାନ ମିଶ୍ର କଥା କହୁଛ ସେ ଭୋଗିଆ ବୁଢ଼ା କିଏ ତୁମେ ଜାଣିନ କି କଣ ଆଜି ତାଙ୍କ ନାଁରେ ଏକ ପଞ୍ଚାୟତ ବସୁଛି ପଞ୍ଚୁତି ବସିବ କାହିଁକି ବା କିଏ ଗଲା ସନ ଏଇ ତଳମୁଣ୍ଡ ସାହିରୁ ଅଗରିବାଡ଼ିଙ୍କ ପୁଅକୁ ସାଙ୍ଗରେ ନେଇ ବୃନ୍ଦାବନ ଯାଇଥିଲେ ଆଉ ସେଠାରେ ତାଙ୍କ ଝିଅକୁ ବିବାହ ଦେବା ପାଇଁ କଥା ମଧ୍ୟ ଦେଇଥିଲେ ଏବେ ବୁଝିଲ ପୁଅ ଭାଇ ପଦମଙ୍କର ନିରୁପାୟ ହୋଇ ଗୋଟେ ଲୁଚକାଳି ଖେଳ ଚାଲିଛି ହେଲେ ଦାସେ ଆଜ୍ଞା କଥାଟା କିଛି ବୁଝିପାରୁନାହିଁ କି ତାଙ୍କର ଏସବୁ ବିଷୟରେ ତମର କାହିଁକି ଏତେ ଚିନ୍ତା କିଏ କ'ଣ ହେଲା କି ଆଜ୍ଞା ସେଇ କ'ଣ ଆସେ କ'ଣ ହଉଛି ସବୁ କରିବ ଏଠି ଜମା ମତେ ବାରି ପାରିବନି ଆଜ୍ଞା ସେଇ କ'ଣ ଆଜ୍ଞା ସେଇ ଭଗିଆ ବୁଢ଼ା ଝିଅ ନକ୍ଷୀ ହଁ ଆଜ୍ଞା ମତେ ବିବାହ ହେବା ପାଇଁ ଦେଇଥିଲା ସାକ୍ଷୀ ଅବିକା ଠିଅରେ ଦଉଛି ଫାକି ତମେ ଖାଲି ଆପଣ ଟିକେ ମତେ ଆର ଆଖିରେ ଅନେଇଲେ ସତ କଥା କହୁଛି ସେ ଟୋକାକୁ ବାଦେଇକି ତାର ଝିଅ ନିଶା ଏକଦମ ହେମାଳ କରିଦେବି ଆରେ 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 ଆମେ କିନ୍ତୁ ନିଜ କୂଳରେ ବ୍ରାହ୍ମଣ ହୋଇ ଆକାଶକୁ ଚାନ୍ଦକୁ ହାତ ବଢେଇବୁ ଆମେ କଣ ବକୁଲୁ ରାମା ଏଇ ତ ଠିଆରେ ଆଉ ଆସେ ସେଇ ଚାନ୍ଦକୁ ଧରି ପାଇଲେ ହେଲା କେମିତି କହୁନାହାନ୍ତି ଏମିତି କେଉଁ ଶାସ୍ତ୍ରରେ ଅଛି କଣ ଗୋକନ୍ୟା ଭାଗ୍ୟରେ ଥିଲେ ମିଳେ ମକଦମେ ଏ ପୁରା ଘୋର କଲିକାର ଦେଖୁନାହାନ୍ତି ଚାରିଆଡେ କେମିତି ମହିଳା ପରିଷ୍କାର ଉପରକୁ ସିନା ଖାଲି ଧପ ଧପ ଧଳା ଭିତରେ ପୁରା ଆଲେ କେତେ ମକଦମେ କ'ଣ ହେଲା ସେ ଟୋକା ବୋଧେ ଇଆଡେ ଆଉଛି ଆଇଲେ ତ ପ୍ରଣାମ
ମକଦମେ ଆରେ ଉଠ 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 ହେଇ ତ ଭଗବାନ ମିଶ୍ର ମଧ୍ୟ ତା ପୁତ୍ର ସହିତ ଆସିଲେଣି ବୁଝିଲେ ଭଗବାନ ମିଶ୍ର ତମକୁ ଅପେକ୍ଷା କରି କରି ଏଠାରେ ଆମେ ନାକେ ତମୁ ହେଇସାରିଲୁଣି ଆଉ କାଳକ୍ଷୟ ନ କରି କଣ ଘଟଣା ଦୁର୍ଘଟଣା ଘଟିଛି ଯଥା ଶୀଘ୍ର ପ୍ରକାଶ କର ମୋ କଥା ଶୁଣନ୍ତୁ ମକଦମେ ଏ ମହାଶୟ ତାଙ୍କ କନ୍ୟାକୁ ମତେ ସମ୍ପ୍ରଦାନ କରିବାକୁ ବୃନ୍ଦାବନରେ କଥା ଦେଇଥିଲେ କିନ୍ତୁ ବର୍ତ୍ତମାନ ଏ କଥାକୁ ମିଛ ବୋଲି କହି ଉଡେଇ ଦେବାକୁ ବସିଛନ୍ତି ଏମିତିକି ତାଙ୍କ ଘରୁ ମତେ ମାଡ଼ ମାରି ବିଦା କରିଦେଇଛନ୍ତି ମକଦମେ କଣ ହେଲା ଆପଣ ଏହାର ବିଚାର କରନ୍ତୁ ମକଦମେ ଆପଣ ଏହାର ବିଚାର କରନ୍ତୁ କିଏ ଭଗବାନ ମିଶ୍ରେ ତୁମେ ଭକ୍ତ ଲୋକ ହୋଇ କଥାଟାକୁ ଏପରି ଗୁଳିଆ ମାଳିଆ କରୁଛ କାହିଁକି କଥା ତ ଦେଇଛ ଝିଅକୁ ବିବାହ ଦେବ ତା ନ କରି ଏମିତି ଲୁଚ କାଳି ଖେଳିବାର ମାନେଟା କଣ କହୁନ ବଡ ଲୋକ କଥା ତ ପାଣିର ଗାଁର ନାଇଁ 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 ଆଜ୍ଞା ଆଜିକାଲି ଭୁଲ ହେଉଛି ବଡ ଲୋକ କଥା ତ ବେଦର ଗାଁର ଆଜ୍ଞା ଯାହା କହିବେ ଆମ ମକଦମ ମହାଶୟ କଥାଟାକୁ ଏଇଠି ପୁରା ନୀତି ନିୟମରେ ଠିଆରେ ଫଇସଲା କରିଦେବେ ଆମର ସେଇ ଝିଅ କଥା ତ କଣ ସେ ଅନେକ ଦିନ ତଳର କଥା ଆଜ୍ଞା ଆମେ ଦୁହେଁ ତୀର୍ଥ କରିବାକୁ ବୃନ୍ଦାବନ ଯାଇଥିଲୁ ଆଜ୍ଞା ଆଜ୍ଞା ବହୁଦିନର ପଥଶ୍ରମ ଯୋଗୁଁ ମୁଁ କ୍ଳାନ୍ତ ହେଇ ପଡ଼ିଛି ଆଉ ସେତେବେଳେ ଯେ ମୁଁ କଣ କହିଛି ମୋର କିଛି ମନେ ଓହୋ ବୁଝିଲେ ମକଦମ ମହାଶୟ ବୃଦ୍ଧ ଲୋକ ତ ତା ଛଡ଼ା ଏତେ ତୀର୍ଥ ଭ୍ରମଣ କରି କରି ଟଙ୍କା ମୋତା ଘୁରେଇ ଯାଉଛି ସେ କହିବେ କଣ ତାଙ୍କର କଣ ଆଉ କେହି ଆସିନାହାନ୍ତି କହୁନାହାନ୍ତି ସେ କଥା ମୁଁ କହୁଛି ଶୁଣନ୍ତୁ ମୋ କଥା କୁହନ୍ତୁ କୁହନ୍ତୁ ଏମାନେ ବହୁ ତୀର୍ଥ ଭ୍ରମଣ କରି ଶେଷରେ ଆସି ବୃନ୍ଦାବନ ଧାମରେ ପହଞ୍ଚିଲେ ଆଚ୍ଛା ଆଚ୍ଛା ଦୀର୍ଘ ଦିନ ଧରି ପାଦରେ ଚାଲି ଚାଲି ମୋର ପିତା ଅସୁସ୍ଥ ହୋଇ ପଡ଼ିଲେ ଆଚ୍ଛା ଆଚ୍ଛା ଆଉ ସେତେବେଳକୁ ମୋ ପିତାଙ୍କ ନିକଟରେ ଅନେକ ଟଙ୍କା ପଇସା ଥିଲା ଏଇ ବିପ୍ର କିଏ ସେ କଥା ଜାଣିପାରି ସମସ୍ତ ଟଙ୍କା ପଇସା ଚୋରି କରି ନେଇଛି ବାକି ତ ଉଦିକି ବାଧ୍ୟ ପରିସ୍ଥିତିରେ ମନ୍ତ୍ର ଦୟାଳୁ ଗୋଟେ ବନ ଉପକାରୀ ଗୋଟି ମରା ଟାଉଟରେ ତ ବାଇଶ ମରିକି ମାରିକି କାହିଁ ତୁମେ ଦେଖିଛ ତାଙ୍କ ପୁଅ କହୁଛନ୍ତି ହେଲି ସେତିକି ନୁହେଁ ମୋ କଦମେ କରୁଛନ୍ତି ଅତି ଭକ୍ତି ଦେଖାଇ ମୋର ଭଉଣୀକୁ ବିବାହ କରିବା ପାଇଁ କହିଲା ଆଉ ସେତେବେଳକୁ ମୋ ପିତାଙ୍କ ଦେହ ଅସୁସ୍ଥ ଥିଲା ସେ କଣ କହିଛନ୍ତି କଣ ନ କହିଛନ୍ତି ଏ କଥାର କୌଣସି ସାକ୍ଷ୍ୟ ପ୍ରମାଣ ନଥାଇ ଏବେ କହୁଛି କଣ ନା ମୋ ପିତା ପ୍ରତିଜ୍ଞା କରିଥିଲେ କନ୍ୟାଦାନ କରିବା ପାଇଁ ଆଜ୍ଞା ମୁଁ ଆଇଲା ବେଳକୁ ଥରେଇଲେ ପିଲାଟି ଯାହା କହୁଛି କିଛି ନାକରା କଥା କହୁନି ତ ଦେଖୁନାହାନ୍ତି ଏକରେ ଟଙ୍କା ପଇସା ଲୋଭ ତ ଦୁଇରେ ଆଜ୍ଞା କନ୍ୟାଦାନ ଲୋଭ କହିଲେ ମକଦମେ ଏଭଳିଆ ସୁବର୍ଣ୍ଣ ସୁଯୋଗ କିଏ କଣ ହାତ ଛଡା କରିପାରେ ମତେ ବିଶ୍ୱାସ କରନ୍ତୁ ମକଦମେ ବିଶ୍ୱାସ ହଉଛି ମରିଗଲି ମତେ ଆପଣ ବିଶ୍ୱାସ କରନ୍ତୁ ବୃନ୍ଦାବନରେ ବୃଦ୍ଧ ବିପ୍ର ଅସୁସ୍ଥ ଥିବା ସମୟରେ ମୁଁ ତାଙ୍କର ପିତୃତୁଲ୍ୟ ସେବା କରିଛି ପଟି ବି ମାରିଥିଲ ଆଉ ସେ ସେବାରେ ସନ୍ତୁଷ୍ଟ ହୋଇ ସେ ତାଙ୍କ କନ୍ୟାକୁ ମତେ ସମ୍ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ହେଲେ ମୁଁ ଏହାକୁ ବିରୋଧ କରି କହିଥିଲି କଣ କହୁଥିଲି ମୁଁ ହେଉଛି ଏକ ନିଚ କୁଳଜାତ ବ୍ରାହ୍ମଣ ଦରିଦ୍ର ମୋ ପକ୍ଷରେ ଉଚ୍ଚ କୁଳଜାତ କନ୍ୟାର ପାଣି ଗ୍ରହଣ କରିବାର ଯୋଗ୍ୟତା ନାହିଁ ଆଚ୍ଛା କହିଲ ସାନ ବିପ୍ର ତମର ଏସବୁ ଘଟଣା ଘଟିଲା ବେଳେ ସେଇ ସ୍ଥାନରେ ଆଉ କେଉଁମାନେ ଥିଲେ କିଏ ଥିଲେ ଭଲ କି ଥାଉରେ ମନେ ପକାଇ କୋଉ ମନେ ପକେଇ କୁହ ସେଠି କେହି ନଥିଲେ ମକଦମେ ଜୟ କଳା ଘରକୁ କଳା ହଁ କେବଳ ଗୋପାଳ ଠାକୁର ଥିଲେ ହଁ କେବଳ ଗୋପାଳ ଠାକୁର ହିଁ ସାକ୍ଷୀ କଣ କହିଲ ତମ କଥାର ଏକମାତ୍ର ବୃନ୍ଦାବନର ସେ ଗୋପାଳ ଠାକୁର ସାକ୍ଷୀ ହଁ ମକଦମେ କେବଳ ଗୋପାଳ ଠାକୁର ହିଁ ସାକ୍ଷୀ କେଉ ଭଗବାନ ମିଶ୍ରେ କିଛି କହୁନ ଏମିତି ନିରବ କାହିଁକି ଆଜ୍ଞା
एते कथारु हमर कोन बोलिबो कहउनांती से टोका तो कहउची तारु गडे गोटे वृंदावनरु गोपाल ठाकुर साकिबे हां आगे हमर किछि कहबार अछि कि ना हेले बापा गुटिए को ताई नाकुर मन रखिता से वृंदावनरु गोपाल ठाकुर एठाकु आसी जदि साकी देई देले ताले सब कथार एक समाधान एक ताले के छिड़ी जीवो ए सामना नथिबो हां आ होली हेला से एक तंत्र मंत्र कोन हमर सेडे अनेक काम अछि ना हां तुम ठीक कहतो नाक बुढ़ी देखो श्याम विप्र तुम तो कहछ तुम कथार एकमात्र साक्षी वृंदावनर से गोपाल ठाकुर ठीक अछि तुम जदि तुम कथार साक्षी प्रमाण दवा पई वृंदावनर से गोपाल ठाकुर को डाकी आनी पारिबो तारे कथार तुरंत समाधान होइबो कोन पारिबो सुनो श्याम विप्र वृंदावन से गोपाल ठाकुर जदि आसी एक कथार साक्ष्य प्रमाण दे दियंती ताहले मु मोर एकमात्र भक्ति को तुम हस्ତରେ संप्रदान କରିଦେବି कोन पारिबो तुम कथार साक्ष्य प्रमाण दवा पई वृंदावन से गोपाल ठाकुर को डाकी आनी पारिबो कोन पारिबो कायो वन वाक्य दे वृंदावन से गोपाल ठाकुर निजक समर्पण करी थाए ताले से मोर आकुल प्रार्थना रे वृंदावन से गोपाल ठाकुर मो कथार साक्ष्य प्रमाण देवा पाई पादरे चली चली एठाकु निश्चय आसीबे पादरे चली चली एठाकु निश्चय आसीबे अपन मते आशीर्वाद करो तुम कदमे जाओ श्याम विप्र जा मो देखि या किछि देखि जासी भगवान तुम यात्रा सफल करंतु हां हां भगवान तुम यात्रा सफल करंतु ओहो देखियो अब किछि मिजोरी संधवारी का भक्त आमे पूरी पिला भक्त देखिनु आ बणी जमती पूरा गोपाल को मुंडे 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 एठी गुने आनिबे आ कोन हाथ हो जाओ नै तो से कोन काई की ओयो नाक बुढ़ी दासे हां काठ पास मतियारी गोपाल पत्थर रे हिची रे पुणी आसियो वृंदावन हरि चकटे चुप करो तुमने आओ मन रख नाक बुढ़ी अके प्रकृति जदि युवक गोपालकर भक्त होई जांती तार निश्चय तांकर कथार साक्ष्य प्रमाण दवा पाई वृंदावन से गोपाल ठाकुर पादरे चली चली देखो आसबे अब तुम मन रख कृष्ण बड़ दयामय कृष्ण बड़ दयामय कृष्ण बड़ दयामय कृष्ण बड़ अरे हे ए मकदमिया लोक कोन सब एमती की जो गुटे वर्षा से गुटे छता एबे कहउथिले नाकुआ दासे तम पाई मु जीवन देबी ठकिना से पुडे कहले हां आमे आ गोपाल देखिनु कोन हाटा बलिया अने तो किछि कहउनबा ए नाक बुढ़ी दासे बोलो न देखिला आउ छप कृष्ण गोविंद हरे मुरारे हे नाथ नारायण वासुदेव हे नाथ नारायण वासुदेव हे नाथ नारायण वासुदेव रे मुरारे मधुकैट भारे गोविंद गोपाल मुकुंद सौरे जोगेश्वर नारायण कृष्ण विष्णु निराश्रय मां जगदीश रक्ष निराश्रय मां जगदीश रक्ष कृष्ण हरे कृष्ण 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 हरे हरे हरे
ଠାକୁର ତୁମେ ପରମ ପୁରୁଷ ବ୍ରଜେନ୍ଦ୍ର ନନ୍ଦନ ହେ ଭକ୍ତ ବତ୍ସଳ ତୁମେ ତୁମ ଭକ୍ତର ମାନ ରକ୍ଷା କରିବା ପାଇଁ ଯୁଗେ ଯୁଗେ ଧରା ଧାମରେ ଅବତୀର୍ଣ୍ଣ କରିଅଛ ପ୍ରଭୁ ହେ ଭକ୍ତ ବତ୍ସଳ ତୁମ ପାଦ ପଦ୍ମରେ ମୋର ଶତ କୋଟି ପ୍ରଣାମ ପ୍ରଭୁ ତୁମ ପାଦ ପଦ୍ମରେ ମୋର ଶତ କୋଟି ପ୍ରଣାମ ଅନ୍ତର୍ଯାମୀ ତୁମେ କଣ ମୋ ମନର ବେଦନା ବୁଝିପାରୁନ ପ୍ରଭୁ ମୁଁ କାହିଁକି ତୁମ ପାଦ ପଦ୍ମକୁ ଛୁଟି ଆସିଛି ତୁମେ କଣ ଜାଣିପାରୁନ ପ୍ରଭୁ ତୁମ ଭକ୍ତର ସତ୍ୟ ଭଙ୍ଗ ହେବ ସେଇ ଆଶଙ୍କାରେ ମୁଁ ତୁମ ପାଦ ପଦ୍ମକୁ ଛୁଟି ଆସିଛି ପ୍ରଭୁ ତୁମେ ବୃନ୍ଦାବନରେ ବୃଦ୍ଧ ବିପ୍ରଙ୍କ ଶପଥ କରିବାକୁ ତ ଜାଣିଛ ପ୍ରଭୁ ତୁମେ ତୁମ ଭକ୍ତର ମାନ ରକ୍ଷା କର ପ୍ରଭୁ ତୁମେ ତୁମ ଭକ୍ତର ଧର୍ମ ରକ୍ଷା କର ଧର୍ମ ରକ୍ଷା କର ଧର୍ମ ରକ୍ଷା କର କଣ ପ୍ରଭୁ ତୁମେ କିଛି କହୁନ କାହିଁକି ତୁମେ ଯଦି ମୋ କଥା ଶୁଣି ପାରୁଛ ତାହେଲେ କଥା କହିବନି କାହିଁକି କଥା କୁହ ପ୍ରଭୁ କଥା କୁହ ତୁମେ ଯଦି କଥା ନ କହିବ ତାହେଲେ ତୁମ ଭକ୍ତର ବାକ୍ୟ ମିଥ୍ୟା ହେଇଯିବ ପ୍ରଭୁ ତୁମ ଭକ୍ତର ବାକ୍ୟ ମିଥ୍ୟା ହେଇଯିବ ଆପଣ ମୋ ସହିତ ଚଳନା କରନ୍ତୁନି ପ୍ରଭୁ କଥା କୁହନ୍ତୁ ପ୍ରଭୁ କଥା କୁହନ୍ତୁ ଗୋପାଳ କଥା କୁହନ୍ତୁ ଆପଣ ଯଦି କଥା ନ କହିବେ ମୁଁ ସତ କହୁଛି ଗୋପାଳ ମୁଁ ଅନ୍ୟ ଜଣ ପରିତ୍ୟାଗ କରି ଆପଣ କଥା କହିଲା ପର୍ଯ୍ୟନ୍ତ ଏଇଠି ଆପଣଙ୍କ ଦ୍ୱାରେ ପଡ଼ି ରହିଲି ଗୋପାଳ ପଡ଼ି ରହିଲି ମୋ କଥା କୁହ ଯେ ମୁଁ ତୁମ ପାଇଁ ସାକ୍ଷୀ ଦେବି ହେଲେ ଶୁଣ ମୁଁ ଯିବି କିପରି ମୁଁ ପରା ବିଗ୍ରହ କଣ ଚାଲି ଚାଲି ଯାଇପାରିବ ତୁମେ ମୋ କଥା ମାନି ଘରକୁ ଫେରିଯାଅ ବସ ମୁଁ ସେମାନଙ୍କୁ ସ୍ୱପ୍ନରେ ସବୁ କଥା କହିଦେବି ଯାଅ प्रभु प्रभु धन्य तुम महिमा प्रभु धन्य तुम महिमा मो परिपति तो अधम पाई तुमर दयार अंत नहीं प्रभु तुमर दयार अंत नहीं हेले प्रभु आपण ये कौन कहते विग्रह भाई जदि से कथा कही पार्टी ताले से पादरे चली पारे कहीं आपण मो सहित कपट करतुनि प्रभु आपण कपट न करी आपण दुई बुधधारी मुरली बदन श्याम सुंदर रूप में आसतु प्रभु से सारा जगत देखु आपण केवल ब्रजेन्द्र नंदन श्रीकृष्ण आपण केवल ब्रजेन्द्र नंदन श्रीकृष्ण आपण केवल ब्रजेन्द्र नंदन श्रीकृष्ण आपण को मो सहित आसवा हम प्रभु आपण को मो शुण विप्र तुमर कथा रक्षा करी तुम सहित मोर दुई भुजधारी श्याम सुंदर मुरली बदन रूप किंतु एक शर्त पुणी कौन प्रभु तुम्हें मोर आगे आगे चलो तुम पछे पछे जीवी तुम्हें केबे हेले पछकु चाहिए नहीं जदि अमान्य कर तुम्हें पछकु चाहिए
ଅଟକି ଯିବି। ହେଲେ ପ୍ରଭୁ ଆପଣ ଯେ ମୋ ପଛେ ପଛେ ଆସୁଛନ୍ତି ତାହା ମୁଁ ଜାଣିବି କିପରି ପ୍ରଭୁ? ତୁମେ ମୋର ପାଦର ନୁପୁରର ଶବ୍ଦ ଶୁଣି ସବୁ ଜାଣିପାରିବ ବତ୍ସ। ଆଉ ମୋ ପାଇଁ ପଥରେ ଭୋଗରୋପଣ କରିବ। କଣ ପାରିବ ତ? ପାରିବି ପ୍ରଭୁ ପାରିବି। ଆପଣଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି। ଜୟ ଗୋପାଳ ଠାକୁରଙ୍କର ଜୟ।
विश्वास गरिछु प्रभु ଆପଣଙ୍କ କଥା ସମ୍ମାନ କରିଛି ଆପଣ ମୋତେ କ୍ଷମା କରିଦିଅ ପ୍ରଭୁ ଆପଣ ମୋତେ କ୍ଷମା କରିଦିଅ ମୁଁ ଆପଣଙ୍କ କଥା ରକ୍ଷା କରିପାରିଲିନି ପ୍ରଭୁ ଆପଣ ଆସି ଏଠି ଅଟକି ରହିଗଲେ ମୋତେ କ୍ଷମା କରିଦିଅ କ୍ଷମା ସାଗର ମୋତେ ଆପଣ କ୍ଷମା କର ପ୍ରଭୁ ଆପଣ ଏଠୁ ନ ଗଲେ ମୋ ସତ୍ୟ ଭଙ୍ଗ ହେଇଯିବ ପ୍ରଭୁ ସାରା ଜଗତ ମୋ ଉପହାସ କରିବ ପ୍ରଭୁ ଆପଣଙ୍କୁ ଯିବାକୁ ହବ ଆପଣଙ୍କୁ ଯିବାକୁ ହବ ଲଙ୍ଘନ କରିଛ ତେଣୁ ମୁଁ ମୋର କଥା ରକ୍ଷା କରି ଏଇଠି ରହୁଛି ତୁମେ ଯା ତୁମ ଗ୍ରାମ ତ ଖୁବ୍ ନିକଟରେ ତୁମେ ଯାଇ ଗ୍ରାମବାସୀ ମାନଙ୍କୁ ମୋର ଆସିବାର ଖବର ଜଣାଅ ମୁଁ
ଗ୍ରାମବାସୀମାନଙ୍କୁ ଆପଣଙ୍କ ଆସିବାର ଖବର ଜଣେଇଦେବି ପ୍ରଭୁ। ମୁଁ ସମସ୍ତଙ୍କୁ ଆପଣଙ୍କ ପାଖକୁ ଡାକି ଆଣିବି ପ୍ରଭୁ, ସମସ୍ତଙ୍କୁ ଆପଣଙ୍କ ପାଖକୁ ଡାକି ଆଣିବି। ମୁଁ ଆସୁଛି ପ୍ରଭୁ, ଆସୁଛି। ଓ ଭାଇମାନେ, ଓ ଗୁଣାବାଲା, ଶୁଣ, ଆରେ ଆମ ଗାଁକୁ ଗୋପାଳ ଠାକୁର ଆସିଛନ୍ତି। ଆରେ ଆସ, ଗୋପାଳକୁ ଦର୍ଶନ କରି ଆଶୀର୍ବାଦ ନବ। ଓ ନାକପୁରୀ, ଓ ମକଦମେ ମହାଶୟ, ଆରେ ଆମ ଗାଁକୁ ଗୋପାଳ ଠାକୁର ଆସିଛନ୍ତି। ଆସ ଆସ। ছি 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 রে ননি ছি। নকি তুমি তো এମିତି ভুলিগଲୁ ଟିକେ ମୋ କଥା ମନେ ପକେଇଲୁ। ଏରେ ମୁଁ ଗାଁରୁ ଆଇଲା ମତେ ଭୁଲିଗଲୁ। ହଉ ଆଉ କାହିଁକି ଜୀବନ ରଖିବି ଚାହୁଁଛି, କିନ୍ତୁ ଗୋଟିଏ କଥା ମନେ ରଖିଥା, ତୁ ସିନା ମତେ ଭୁଲିଗଲୁ, ତୋ ପାଇଁ ଉପରେ ମୁଁ ରୁମାଲ ପକେଇ ଜାଗା ରଖିଥିବି ହେଲା। ଜୀବନ ନେଇଯିବି ଆଉ କାହିଁ ରଖିବି। ଲକିଲୋ ଲକି, ଆଉ କାହିଁକି ଏ ଜୀବନ ଆଉ ରଖିବି। ଜୀବନ ନେଇଯିବା ଆଉ କାହିଁ ରଖିବା। ଆଜ୍ଞା ଦଣ୍ଡବତ, ଆଜ୍ଞା ଦଣ୍ଡବତ। କଣ ଆଜ୍ଞା ଦଣ୍ଡବତ? କେଉ ତୁମ ବେକରେ ସେଟା କଣ କି? ଏ ରଜ ଡୋଲିବା କହିଲା ସାତ ରଜ ଡୋଲି ମଟ ମଟ ମଲକି ମୁଣ୍ଡରେ ସୁନା ମକୁଟ, ସୁନା ମକୁଟ ହଉଛି ମୁହଟ ହଟ, ମକଦମେ ହଉଛି ମୁହଟ ହଟ। ବନ୍ଦ କର ତୁମ ଗୀତ। କଣ କହୁନାହାନ୍ତି? କଣ କହିବି? ସେ ଶୁଣିଲ ନା ସେ ଭଗବାନ ମିଶ୍ର ସାନ ମିତ୍ର କଥା। କାହିଁ ମୁଁ ତ କାହିଁ କିଛି ଜାଣିନି ନା ଶୁଣିନି। ତ କିଛି ଜାଣିନ ନା। କିଏ କଥା ତିଳରୁ ତାଳ ଯାଏ ଗଲାଣି, ତୁମେ କହୁଛ କିଛି ମୁଁ ଜାଣିନି କି ଶୁଣିନି। ଆରେ କି କଥା, ମୋ ମୁଣ୍ଡରେ କାନ ଉଠିଆ ଜୁଳିଆ ବୁଳିଆ କଥା ଶୁଣି ନଥିଲା। ଗାଁ ସାରା ତ ଲୋକ କଣ ଗୋଟେ ପାଶ୍ଚାତ୍ୟ ଜଗତରୁ ଧରିକି ଏମିତି ଏମିତି ସେ କାଠ ବାଡ଼ିଆ ଖେଳ ଦେଖୁଛନ୍ତି। ଆଉ ଗାଁ ସାରା ଲୋକ ଆସି କଣ କହିଲେ? ଗାଁ ଲୋକେ ସମସ୍ତେ କହୁଛନ୍ତି ସାନ ବିପ୍ର ତାଙ୍କ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ବୃନ୍ଦାବନରୁ ସେ ଗୋପାଳ ଠାକୁରକୁ ଡାକି ଆଣି ସାରିଲେଣି। କି କଥା, କି କାଳ ହେଲା କିରେ? ମୋ ମୁଣ୍ଡରେ କାନ ଉଠିଲା ଦିନୁ ଏଭଳିଆ କଥା ଶୁଣି ନଥିଲି। କହିଲେ ଆଜ୍ଞା କାହିଁ ବୃନ୍ଦାବନ କାହିଁ ବିଦ୍ୟାନଗରୀ ଗୋଟେ କାଠ ପଥର ମୂର୍ତ୍ତି ଚାଲି ଚାଲି ଯାଇଛି ସାକ୍ଷୀ ଦେବାକୁ। ଏଇଟା ସବୁ ଗୁଜବ ଗଲୁ ଭାବିବା କଥା ନୁହେଁ। ଗୁଜବ ନୁହଁ ଆଉ କଣ? ଗାଁ ସାରା ପରା ସମସ୍ତେ ଦେଖିକି ଆସିଲେଣି, ଆଉ ତମେ କହୁଛ ଗୁଜବ। ସେମାନଙ୍କ ଆଖି ଖରାପ, ଆଉ ତମ ଆଖି ଭଲ। ମୋ ଆଖି ଯଦି ଭଲ ନୁହଁ ମୋ ତମେ ଦେଖ। ଆଜ୍ଞା ଏଇ ଯୋଉ ଯନ୍ତ୍ର ଖଣ୍ଡିକ ଇଏ ଏଠିକା ଜିନିଷ ନୁହଁ, ଇଏ ପାଶ୍ଚାତ୍ୟ ଜଗତରୁ ଆଇଛି। ଦେଖନ୍ତୁ ସବୁ ଦଉଛି। ଯଦି ସେ ଗାଁ ସାରା ଲୋକ ଦେଖିଛନ୍ତି ସେ ଟୋକାକୁ, ସେ ଗାଁ ସାରା ଲୋକ ଡାକନ୍ତୁ, ଆଣନ୍ତୁ ଗୋପାଳକୁ ଦେଖାନ୍ତୁ। ତମେ ଏଠି ଠେଇ ହେଇଲେ କଣ ଡାକ। ଏଡେ ଏଡେ ଆସିଲ ପ୍ରଣାମ କରିବେ। କଣ ସାନ ମିତ୍ର ତମ ଯାତ୍ରା ସଫଳ ହୋଇଛି ତ? ହଁ ମକଦମେ, ଆମ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ନିଜେ ଗୋପାଳ ଠାକୁର ବୃନ୍ଦାବନରୁ ଆସିଛନ୍ତି। କଣ କହିଲ? ତମ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ଗୋପାଳ ଠାକୁର ବୃନ୍ଦାବନରୁ ଆସିଛନ୍ତି? ମକଦମେ ଗୋପାଳ, ଶୁଣ ଶୁଣ ନା କହୁଣି କଣ କହୁଛନ୍ତି ଶୁଣ। ଗୋପାଳଙ୍କ ପ୍ରସାଦ। କଣ 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 ସେଟା କଣ କଣ ଦେଖ ଦେଖେ 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 ଦେଖିଲେ ଆଜ୍ଞା ଏଠି ଗାଲୁଆ ଟୁକା କା ଭାଇରୁ ଏଠି ରଘୁତ ଛିଡେଇ ଆଣିଛି। କଣ କହିଲା ମୁକୁଦମେ ଏଇଟା ପୋଷାନ୍ତି ଫୁଲ, ଆମେ ଆଉ ପୋଷାନ୍ତି ଫୁଲ ଦେଖିନୁ। ପୁରୀ ପିଲାଟି ବାକି ତମ ପୋଷାନ୍ତି ଫୁଲକୁ ଆଉ ତମକୁ ବି ଆଉ ଗୋପାଳକୁ ବି ଆମ୍ କରିଦେବି। ଭଗବାନ ବିନାଶ ବେଳକୁ କାଳେ ବିପରୀତ ବୁଦ୍ଧି। ତୁମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା ନା କଣ? ହବନି ମକଦମେ ହଁ ଆସନ୍ତୁ
ଗୋପାଳ ଠାକୁରଙ୍କୁ ଦର୍ଶନ କରି ଆପଣଙ୍କ ଜୀବନ ଧନ୍ୟ କରିଦିଅନ୍ତୁ। ହଁ ସାନ ମିତ୍ର, ମୁଁ ଯିବି, ନିଶ୍ଚୟ ଯିବି। ବୃନ୍ଦାବନରୁ ଗୋପାଳ ଠାକୁର ଆସିଛନ୍ତି। ଆଜି ଆମ ଗାଁଟି ପବିତ୍ର ହୋଇଯାଇଛି। ଆମେ ସେଇ ଗୋପାଳ ଠାକୁରଙ୍କୁ ଦର୍ଶନ କରି ଆମ ଜୀବନ ଧନ୍ୟ କରିବା। ଚାଲ ସାନ ମିତ୍ର, ଚାଲ ଆମେ ଆଜି ସେଇ ଗୋପାଳ ଠାକୁରଙ୍କୁ ଦର୍ଶନ କରି ଆମ ଜୀବନ ଧନ୍ୟ କରିବା। ଆସ ରକପୁରୀ, ଆସ ଆସ। ମୁଁ ଯିବିନି। କ'ଣ କହିଗଲା? ଗୋପାଳ ଠାକୁର ଆଇଛନ୍ତି। ଆଉ ମୋର ଆଡ଼େ ବାହାଘର ଅଧା କହିଲା ଗୋପାଳ ଠାକୁର ଆଇଛନ୍ତି। ଆମେ ଆଉ ଗୋପାଳ ଦେଖିନୁ। ଗୋପାଳ ଏହା ତ ବୁଝିଲୁ ସାନ ମିତ୍ର। ତୁ ଯେମିତି ଭଣ୍ଡ, ତ ଗୋପାଳ ଠାକୁର ସେମିତି ଭଣ୍ଡ। ମୁଁ ଦେଖୁଛି ଏଠି ଗୋଟେ ନୀତି ନିୟମରେ ପୁରା ଭଣ୍ଡାମି ଚାଲୁଛି, ନାଇଁ କି? ଖାଲି ଭଣ୍ଡାମି ଚାଲୁଛି। ତଟି କ'ଣ ଶୁଖିଲା ଅଛି କାହିଁକି? ପାଣି ପାଣି ମକଦମେ ଓ ସାନ ବିପ୍ରେ ମୁझे ପାଣି କ'ଣ ହେଲା ତମର? ବଡ଼ ନଈଛି ମୁझे ପାଣି ଆଣ। ତାପରେ ଯାହା କହିବି ତଟି ଶୁଖି ଯାଉଛି। ମୁଁ କ'ଣ ମୁଁ ଭୋଗିଛି, ମୁଁ ଜାଣିନି। ଯାଉଛି ପାଣି ମାଗିଲା ବେଳେ ବସିକି ଦଉଛ। ମତେ ଟିକେ ଗୋପାଳ ପାଖକୁ ନେଇଯାଅ। ମୁଁ କର୍ମ ଫଳ ବସିବାକୁ କିଛି ଜାଣି ଯାଇନାହିଁ। ବାପା ବାପା କୋଉଠୁ କୋଉଠୁ ଆସୁଛି ସିଧା କେମିତି ଯିବି? ମୁଁ ବଡ଼ ଅପରାଧୀ ଗୋପାଳ, ମୁଁ ବଡ଼ ଅପରାଧୀ। ଆପଣଙ୍କ ପାଦ ପଦ୍ମରେ ମୁଁ ଘୋର ଅପରାଧ କରିଛି। ସେଦିନର ସେ ଶପଥ କଥାକୁ ଅବମାନନା କରି ଆପଣଙ୍କ ପାଦ ପଦ୍ମରେ ମୁଁ ଘୋର ଅପରାଧ କରିଛି ଗୋପାଳ। ଆଉ ସେଦିନର ସେ ଶପଥ କଥାକୁ ମୋ ଭଳି ପାପି ମୁଖରୁ ନ ଶୁଣି ଆପଣଙ୍କ ଶ୍ରୀମୁଖରୁ ଶୁଣି ମାନେ ମୁକ୍ତି ପାଆନ୍ତୁ ପ୍ରଭୁ। ଏ ଅଧମମାନେ ମୁକ୍ତି ପାଆନ୍ତୁ। ଦାସେ, ତୁମର କ'ଣ ହେଲା କେମିତି? मते क्षमा करंतु गोपाल, आपनको भक्त को अनेक कष्ट देछि गोपाल। मते क्षमा करंतु गोपाल, मते क्षमा करंतु। हे ठाकुरे, हे विश्व ब्रह्मांड रे जहाँ भी सब होउछि सब आपनक इच्छा प्रभु, सब आपनक महिमा, आपनक दिव्य लीला को किए बुझी पारिबो प्रभु। प्रभु से दिन जहाँ सब वृंदावन रे घटना घटिला आपण सर्वसम्मुख रे प्रकाश करंतु प्रभु, सर्वसम्मुख रे प्रकाश करंतु। हे भक्त प्रभुर मो कथा हुए तो मिथ्या हो पारे, किंतु मो भक्तर वाक्य कदापि अन्यथा हो पारिब नहीं। ए कथार प्रमाण देवा पाई मु एठाकु आसिछि साक्षी देवा पाई, मु एठाकु आसिछि साक्षी देवा पाई। जय गोपाल ठाकुरंगर, जय गोपाल ठाकुरंगर।
ଶୁଣିବା ହେ ପ୍ରଭୁ ଆଜିଠାରୁ ଏଇଠି